ସମସ୍ତଙ୍କୁ ନମସ୍କାର। ଆଜିର ଏହି ଅନଲାଇନ୍ ଶ୍ରେଣୀକୁ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ପ୍ରସଙ୍ଗ ହେଉଛି ଆମର ଆଖପାଖ। ଆମର ଆଖପାଖରେ ଥିବା ଏ, ଐ, ଅନୁସ୍ୱର, ଚନ୍ଦ୍ରବିନ୍ଦୁ ଓ ଜ ଭଳି ଉପପ୍ରସଙ୍ଗ ବିଷୟରେ ଆଜି ଆମେ ଆଲୋଚନା କରିବା। ତେବେ ଚାଲନ୍ତୁ। ଏହା ହେଉଛି ଏ ଅକ୍ଷର। ଏ ହେଉଛି ଓଡ଼ିଆ ଭାଷାର ଏକ ସ୍ୱର ବର୍ଣ୍ଣ। ଏକୁ ନେଇ ଆମେ ପ୍ରଥମେ କିଛି ଫଟୋଚିତ୍ର ଦେଖିବା। ଏକ, ଏଣ୍ଡୁଅ, ଏଟିଏମ୍। ହଁ, ଆମେ ଏଟିଏମ୍ରୁ ଟଙ୍କା କାଢ଼ିଥାଉ। ଏକତା। ଏକୁ ଆମେ ଦୈନନ୍ଦିନ ଜୀବନରେ ବହୁତ ଗୁଡ଼ାଏ ଶବ୍ଦରେ ବ୍ୟବହାର କରିଥାଉ, ଯେମିତିକି ଏହା, ଏଠାକାର, ଏଠି, ଏବେ, ଏତେ, ଏକଲା, ଏକା ଏଭଳି ବହୁତ ଗୁଡ଼ାଏ ଶବ୍ଦରେ। ବର୍ତ୍ତମାନ ଆମେ ଐ ବିଷୟରେ ଜାଣିବା। ଐ ହେଉଛି ଓଡ଼ିଆ ଭାଷାର ଅନ୍ୟତମ ସ୍ୱରବର୍ଣ୍ଣ। ଐକୁ ନେଇ କିଛି ଚିତ୍ର ଦେଖିବା। ଐର ମାନେ ରାଜା। ଏହି ମନ୍ଦିରକୁ ଆପଣମାନେ ଚିହ୍ନିଛନ୍ତି? ହଁ, ଆମର ଗର୍ବ, ଓଡ଼ିଶାର ଗର୍ବ ଓ ଗୌରବ କୋଣାର୍କ ସୂର୍ଯ୍ୟ ମନ୍ଦିର। କୋଣାର୍କ ସୂର୍ଯ୍ୟ ମନ୍ଦିର ଏକ ଐତିହାସିକ ସ୍ଥାନ ଅଟେ। ଐତିହାସିକ ଐରୁ ଆରମ୍ଭ ହୋଇଥାଏ। ଆପଣମାନେ ଚିହ୍ନିଛନ୍ତି? ଏଇ ଫଟୋଟି କାହାର? ହଁ, ଐରାବତ ହାତୀ। ଗୁଡ଼ାଏ ପୌରାଣିକ କାହାଣୀରେ ଐରାବତ ହାତୀର ବର୍ଣ୍ଣନା ରହିଛି। ଐକୁ ଆମେ ବିଭିନ୍ନ ଶବ୍ଦରେ ବ୍ୟବହାର କରିଥାଉ, ଯେମିତିକି ଐତିହ୍ୟ, ଐକ୍ୟ, ଐଶ୍ୱର୍ଯ୍ୟ, ଐତିକ, ଐନ୍ଦ୍ର ଏଭଳି ବହୁତ ଶବ୍ଦରେ। ଯେହେତୁ ଆମେ ଏବେ ଏ ବିଷୟରେ ଜାଣିଲେ ଓ ଐ ବିଷୟରେ ଜାଣିଲେ, ସେଥିପାଇଁ ଆପଣମାନଙ୍କ ପାଇଁ କିଛି ପ୍ରଶ୍ନ ରହିଲା। ଶୂନ୍ୟ ସ୍ଥାନ ପୂରଣ କରିବା। ପ୍ରଥମ ପ୍ରଶ୍ନ, ଡେସ୍ କ? ଏକ, ଡେସ୍ତିହାସିକ। ଆପଣମାନେ କୁହନ୍ତୁ। ଐତିହାସିକ, ଡେସ୍ ଡୁଅ। ଏଣ୍ଡୁଅ, ବହୁତ ବଢ଼ିଆ। ଡେସ୍ ଟିଏମ୍। ଏଟିଏମ୍, ବହୁତ ବଢ଼ିଆ। ଡେସ୍ ରାବତ। ଐରାବତ, ବହୁତ ବଢ଼ିଆ। ଡେସ୍ ର, ଆପଣମାନେ କୁହନ୍ତୁ। ଐର, ଠିକ୍ କହିଲେ। ଡେସ୍ କତା। ଏକତା। ଆପଣମାନେ ବହୁତ ବଢ଼ିଆରେ ଏ ଓ ଐକୁ ନେଇ କିଛି ପ୍ରଶ୍ନର ଉତ୍ତର ମଧ୍ୟ ଦେଲେ। ବର୍ତ୍ତମାନ ଆମେ ଆଗକୁ ବଢ଼ିବା ଏବଂ ଜାଣିବା ଅନୁସ୍ୱର ବିଷୟରେ। ଅନୁସ୍ୱରକୁ ନେଇ ପ୍ରଥମେ କିଛି ଆମେ ଫଟୋଚିତ୍ର ଦେଖିବା। ହଂସ, କଂସା। ଆମ ସମସ୍ତଙ୍କ ରୋଷେଇ ଘରେ କଂସା ଗୁଡ଼ାଏ ଅଛି। ସିଂହ, ବଂଶୀ। ବଂଶୀ ବାଦକ ଭାବରେ କିଏ ପରିଚିତ? ଆମର ପ୍ରିୟର ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣ ବଂଶୀ ବଜାନ୍ତି। ଅନୁସ୍ୱରକୁ ନେଇ ଆଉ କିଛି ଶବ୍ଦ ଦେଖିବା। ବଂଶ, ସମ୍ବାଦ, ଅଂଶ, ସଂସାର, କଂସ। ବର୍ତ୍ତମାନ ଆମେ ଚନ୍ଦ୍ରବିନ୍ଦୁ ବିଷୟରେ ଜାଣିବା। ଚନ୍ଦ୍ରବିନ୍ଦୁକୁ ନେଇ କିଛି ଫଟୋଚିତ୍ର ଦେଖିବା। କଅଁଳ ପତ୍ର, କଇଁ ଫୁଲ। ନିଶ୍ଚୟ ଭାବରେ ଆପଣମାନେ ସମସ୍ତେ କଇଁ ଫୁଲ ଦେଖିଥିବେ, ହଁ କି ନାହିଁ? ଭଉଁରୀ, ମା। ଆମେ ସମସ୍ତେ ଆମ ମାଙ୍କୁ ବହୁତ ଭଲ ପାଇଥାଉ, ହଁ କି ନାହିଁ? ଗାଁ। ଆପଣମାନଙ୍କ ଗାଁ ଏଭଳି ଦେଖାଯାଏ ନା? ଠିକ୍। ତାହେଲେ ଚନ୍ଦ୍ରବିନ୍ଦୁକୁ ନେଇ ଆମେ ଆହୁରି କିଛି ଶବ୍ଦ ଦେଖିବା। ନିଆଁ, ଚଉଁରୀ, ଭଅଁର, ମାମୁଁ, ପାଉଁଶ। ଏଇସବୁ ଥିଲା ଚନ୍ଦ୍ରବିନ୍ଦୁକୁ ନେଇ କିଛି ଶବ୍ଦ। ବର୍ତ୍ତମାନ ଆପଣମାନେ ଅନୁସ୍ୱର ବିଷୟରେ ଜାଣିଲେ ଏବଂ ଚନ୍ଦ୍ରବିନ୍ଦୁ ବିଷୟରେ ବି ଜାଣିଲେ। ତ ଆପଣମାନଙ୍କ ପାଇଁ କିଛି ପ୍ରଶ୍ନ ରହିଲା ଏବେ। ଏଇ ଭିତରୁ କେଉଁଟି ଅଲଗା ବାଛନ୍ତୁ।
प्रथम प्रश्न कंग बंग उ संग ए चारोटी अक्षर मध्यरु केउटी अलगा कहिले? हाँ उ अलगा काहेकि ना क ब स रे अनुस्वर रहिछि किंतु उ रे चंद्रबिंदु रहिछि। द्वितीय प्रश्न आ गा अ मा ए चारोटी अक्षर मध्यरु केउटी अलगा? गा अलगा काहेकि ना गा रे चंद्रबिंदु नाही किंतु आ ओ मा रे चंद्रबिंदु रहिछि। तृतीय प्रश्न पंग फ चंग टंग ए चारोटी मध्यरु केउटी अलगा? ठीक फ अलगा काहेकि ना फ रे चंद्रबिंदु अछि किंतु प च एवं ट रे अनुस्वर अछि। चतुर्थ प्रश्न क घ ट हंग चारोटी भितर केउटी अलगा? चारोटी भितरु हंग अलगा काहेकि ना क घ ट रे चंद्रबिंदु रहिछि किंतु ह रे अनुस्वर रहिछि। बहुत बढ़िया। पंचम प्रश्न ह न आ इ ए चारोटी भितरु केउटी अलगा? न अलगा काहेकि ना ह आ इ रे चंद्रबिंदु अछि किंतु न रे चंद्रबिंदु नाही। शेष प्रश्न खंग अ ट ब ए चारोटी भितरु केउटी अलगा? खंग अलगा काहेकि ना ख रे अनुस्वर रहिछि किंतु अ ट एवं ब रे चंद्रबिंदु रहिछि। आपण माने निज पई करताळीटिए दियंतु। बहुत बढ़िया भावरे आपण माने अलगा बाछि पारुचंती चिन्हि पारुचंती एवं उच्चारण मध्य करि पारुचंती। वर्तमान आगकु बढ़िबा जानिबा ज विषय रे। ज हेउछि ओडिया भाषार एक व्यंजन वर्ण। ज को आमे दैनंदिन जीवन रे बहुत शब्द रे व्यवहार करिथाउ। प्रथमे आमे ज को नै किछि फोटो चित्र देखिबा। जंगल ज रु आरंभ होइथाए। जामुकोଳି ज रु आरंभ होइथाए। प्रभु श्री जगन्नाथ आम समस्तंकर प्रिय। जल जहाज जहाज दुई प्रकार रो जल जहाज भी अछि उड़ा जहाज भी अछि। वर्तमान ज को नै आहुरी किछि शब्द गुडाए देखिबा जेमिति कि दरजी जिए सिलासिली करिथांती। फौज जेउ माने आम देशर सीमा रे रही आम देशर रक्षा करिथांती। जट मु निश्चय भावरे जानिछि आपण माने समस्ते शिवंकर जट देखिथिबे। भजन जगन्नाथ मंदिर रे संध्या बेले भजन जणान कार्यक्रम होइथाए। भजन आमे समस्ते भजन खाइबा को भल पाऊ हाँ ना? बहुत बढ़िया। आजिर एही आलोचना रे ए ऐ अनुस्वर चंद्रबिंदु और ज विषय रे जानिले। एहाकु नै आपण मानक पई प्रश्न रहिला जे आपण माने ए ऐ अनुस्वर चंद्रबिंदु और ज को नै निजे 15-15टी शब्द लेखिकी आनिबे। खुशी शिखिबा समस्तक अधिकार। नमस्कार।